ସାଙ୍ଗମାନେ ଆପଣଙ୍କ ପ୍ରିୟ ଧାରାବାହିକ ମୋ ସିନ୍ଦୁର ଅଧିକାର ଆପଣ ମାନେ ଦେଖିବେ ଏକ ଜବରଦସ୍ତ। ସାଙ୍ଗମାନେ ଆଜି ଘରର ସମସ୍ତ ଲୋକ ବସିଥିବେ, ସେତେବେଳେ ଜେଜେମା କହିବେ କି ନତାଶାର ଭାବି ସ୍ୱାମୀଙ୍କୁ କହିବେ କି ତମେ ବି ତ ପ୍ରଫିଟ୍ ଟାଇମ୍ ଆଉ ପ୍ରଫିଟ୍ ତିଥିରେ ବାହାଘର ହେବ ବୋଲି କହିଥିଲ ନା। ତାପରେ ନତାଶାର ସ୍ୱାମୀ କହିବ ହଁ ଜେଜେ, ଆଜ୍ଞା ଜେଜେମା। ତାପରେ କହିବ ଠିକ୍ ଟାଇମ୍ରେ ଠିକ୍ ତିଥିରେ ବାହାଘର ହେବ। ସେ ପୁଣି କହିବ ଆଜ୍ଞା ଜେଜେମା। ତାପରେ ସେଇ ଟାଇମ୍ରେ କ'ଣ ହେବ ନା ରାଗିଣୀ କହିବ ହଉ ଠିକ୍ ହେଲେ ତାହେଲେ ବାହାଘରଟା ତ ଜଲ୍ଦି ହେଇଯାଉଛି ଠିକ୍ ନା। ତାପରେ ନତାଶା କହିବ ନା ଏ ବାହାଘର ପାଇଁ ମୁଁ ରାଜି ନୁହଁ କି ମୁଁ ରେଡ଼ି ନୁହଁ। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ ନତାଶା କ'ଣ କରୁଛି, ଠିକ୍ ଟାଇମ୍ରେ ବାହାଘର କ'ଣ ପାଇଁ ମନା କରୁଛି। ତ ଜେଜେମା, ରାଗିଣୀ ଆଉ ମୁକ୍ତି ସମସ୍ତେ ଆଶ୍ଚର୍ଯ୍ୟ ହେବେ। ତ ସେତିକିବେଳେ ନତାଶା ଭାବି ସ୍ୱାମୀ ବି କହିବ କ'ଣ ନତାଶା ଏମିତି କ'ଣ କହୁଛନ୍ତି, ମୋତେ ବାହା ବି ନେଇକି କ'ଣ ପାଇଁ ମନା କରୁଛନ୍ତି ବୋଲି ଆଶ୍ଚର୍ଯ୍ୟ ହେଇଯିବେ। ହଁ ସାଙ୍ଗମାନେ ଆପଣମାନଙ୍କୁ କ'ଣ ଲାଗୁଛି ନତାଶାର ପୁଣି ଏକ ନୂଆ ଚାଲ ନା କ'ଣ? ଏସବୁ ତ କେହି ବୁଝିପାରୁନାହାନ୍ତି ନା। ସେ ଏଡ଼ିକୁ ବାହା ହେବା ପାଇଁ ପ୍ଲାନ୍ କରୁଛି। ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ ନା ନତାଶାର ସ୍ମରଣ ଶକ୍ତି ଫେରିଆସିଛି। ତ ସେଇଟା ଆମକୁ ନିହାତି ଜଣାଇବେ। ଜୟ ଜଗନ୍ନାଥ।